ଯୋଉଭଳି ଭାବରେ କିଛି ଦିନ ତଳେ ଇଣ୍ଡି ମେଣ୍ଟର ଗୋଟିଏ ରାଜନୈତିକ ମଞ୍ଚରୁ ଯେଉଁଥିରେ କି ରାହୁଲ ଗାନ୍ଧୀ ଏବଂ ସେଥିରେ ତେଜସ୍ୱୀ ଯାଦବ ବି ଉପସ୍ଥିତ ଥିଲେ, ସେ ମଞ୍ଚରୁ ମୋଦିଙ୍କ ମାଙ୍କୁ ନେଇକି ଯୋଉଭଳି ଭାବରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରାଗଲା, ତାହା ସମ୍ପୂର୍ଣ୍ଣ ନାରୀ ସମାଜକୁ ଗୋଟିଏ ବଡ ଶକ୍ତ ଅପମାନ ଏବଂ ନାରୀ ସମାଜର ଗରିମା, ନାରୀ ସମାଜର ସ୍ୱାଭିମାନକୁ ଏକ ଅପମାନ। ଏବଂ ସେଥିରେ ଯୋଉଭଳି ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଙ୍କୁ ଇନଭଲ୍ଭ କରାଯାଇଛି, ଆମେ ସମସ୍ତେ ଜାଣିଛେ ଯେ ପ୍ରଧାନମନ୍ତ୍ରୀଜୀଙ୍କର ତାଙ୍କ ମାଙ୍କ ପ୍ରତି ସମର୍ପଣର ଭାବ ଏବଂ ତାଙ୍କର ମାଙ୍କର ଯୋଉ ବଳିଦାନ ତାଙ୍କୁ ଆଜିର ସ୍ତରରେ ପହଞ୍ଚିବା ପାଇଁ ଯୋଉଭଳି ଭାବରେ ଯୋଉ ତାଙ୍କ ବ୍ୟାକଗ୍ରାଉଣ୍ଡ ସେ ଆସିକି ତାଙ୍କୁ ବଡ କରିକି ଆଜିର ସମୟରେ ସେ ଆମର ପ୍ରଧାନମନ୍ତ୍ରୀ ଭାବରେ ଏବଂ ଜଣେ ସଫଳ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାବରେ ସେ ଅଭିଷିକ୍ତ ହେଇଛନ୍ତି। ସେଭଳି ମାଙ୍କୁ, ସେଭଳି ଜଣେ ନାରୀକୁ ଯୋଉଭଳି ଭାବରେ ଅପମାନିତ କରାଯାଇଛି, ଏହା କେବଳ ନିନ୍ଦନୀୟ ନୁହେଁ, ଏହା ଯେତେ ନିନ୍ଦା କଲେ ବି ଏହାର କମ ପଡିବ। କିନ୍ତୁ ଆଜି ଯୋଉଭଳି ଭାବରେ ଏଇ ଯୋଉ ରାଜନୈତିକ ମାନଙ୍କରେ ଯୋଉମାନେ ନା ପ୍ରଧାନମନ୍ତ୍ରୀଙ୍କୁ ସହ୍ୟ କରିପାରୁନାହାନ୍ତି ଏବଂ ତାଙ୍କର ସୁନାମରେ ସେମାନେ ଈର୍ଷାନ୍ୱିତ ହେଇଛନ୍ତି ଏବଂ ଯେଉଁମାନେ ନିଜର ଭବିଷ୍ୟତ ଦେଖିପାରୁନାହାନ୍ତି ରାଜନୀତିରେ, ସେମାନେ ଆଜି ଯୋଉଭଳି ଭାବରେ ରକ୍ତମୁଖା ହେଇ ଏଭଳି ବୟାନବାଜି କରୁଛନ୍ତି, ମତେ ଲାଗୁଛି ଲୋକମାନେ ଏହାର ଠିକ ଜବାବ ଦେବେ, ରାଜନୈତିକ ଉତ୍ତର ବି ଦେବେ ଏବଂ ଭଗବାନ ଏହାର ବିଚାର କରିକି ସେମାନଙ୍କୁ ସେମାନଙ୍କୁ ଶାସ୍ତି ମଧ୍ୟ ଦେବେ। ତେଣୁ ଆମେ ଆଜି ଦିନରେ ଯୋଉଭଳି ଭାବରେ ତାଙ୍କ ମାନସିକତାକୁ ପ୍ରଧାନମନ୍ତ୍ରୀଙ୍କୁ ଯୋଉଭଳି ଭାବରେ ଏହା ଦୁଃଖଦପୂର୍ଣ୍ଣ ହେଇଛି, ତାଙ୍କ ମନରେ ଯୋଉଭଳି ଭାବରେ ଆଘାତ ଲାଗିଛି, ଆମେ ସମସ୍ତେ ତାଙ୍କ ସହିତ ଆଜି ଠିଆ ହେଇଛୁ ଏବଂ ସମସ୍ତେ ତାଙ୍କୁ ଆମର ସମର୍ଥନ ଦେଉଛୁ ଏବଂ ଭଗବାନ ତାଙ୍କୁ ଏଇଭଳି ଭାବରେ ଯୋଉ ଅପମାନରୁ ଯୋଉ ତାଙ୍କ ମା ଯୋଉ ଆଜି ସ୍ୱର୍ଗବାସୀ ଯେ ସ୍ୱର୍ଗତା ଏବଂ ତାଙ୍କୁ ନେଇକି ଯୋଉ ଅପମାନ ଦିଆଯାଇଛି, ତାଙ୍କୁ ଅଧିକ ଶକ୍ତି ଦିଅନ୍ତୁ ଏବଂ ଭଗବାନ ତାର ବିଚାର କରିକି ସେ ଅଭିଯୁକ୍ତକୁ ଶାସ୍ତି ତ ମିଳିବ ହିଁ, ରାଜନୈତିକ ଶାସ୍ତି ମିଳିବ, ନ୍ୟାୟିକ ଶାସ୍ତି ବି ମିଳିବ ଏବଂ ଭଗବାନଙ୍କର ନିଶ୍ଚିତ ଭାବରେ ତାଙ୍କୁ ସେ ଶାସ୍ତି ଦେବେ, ଏ କଥା ଆମେ ପ୍ରାର୍ଥନା କରୁଛୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏ ଆଘାତରେ ଏ ଦୁଃଖକୁ ସହ୍ୟ କରିବାର ଶକ୍ତି ଦେବା ପାଇଁ ଆମେ ମଧ୍ୟ ପ୍ରାର୍ଥନା କରୁଛୁ।